ନମସ୍କାର ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ ଆପଣମାନଙ୍କୁ ଆଜିର ଏହି ଭିଡ଼ିଓକୁ ସ୍ୱାଗତ କରୁଛି। ତେବେ ଦର୍ଶକ ବନ୍ଧୁ ଆଜିର ଏହି ଭିଡ଼ିଓ ମାଧ୍ୟମରେ ଜାଣିବେ କି ମାଣବସା ଗୁରୁବାର ଏହାର ରହସ୍ୟ କଣ ରହିଛି ଏହି ମୁହୂର୍ତ୍ତ ଏବଂ କାହିଁକି ପାଳନ କରାଯାଏ ଏହି ମାଣବସା ଗୁରୁବାର। ତେବେ ଦର୍ଶକ ବନ୍ଧୁ ଭିଡ଼ିଓରେ ଜାଣିବାକୁ ଏହି ଚ୍ୟାନେଲଟି ମୁଁ ଛୋଟ ଚ୍ୟାନେଲଟି ସବସ୍କ୍ରାଇବ କରିଦିଅନ୍ତୁ, ଭିଡ଼ିଓକୁ ଲାଇକ୍ କରିଦିଅନ୍ତୁ ଏବଂ କମେଣ୍ଟ ବକ୍ସରେ ଜୟ ମା ଦର୍ଶନ କରିବାକୁ ଭୁଲିବେନି। ତେବେ ଦର୍ଶକ ବନ୍ଧୁ ଚାଲନ୍ତୁ ଜାଣିବା କଣ ରହିଛି ମାଣବସା ଗୁରୁବାର ଏବଂ କାହିଁକି ପାଳନ କରାଯାଏ ଏବଂ କେଉଁ କେଉଁ ନିୟମ ସବୁ ପାଳନ କରିବା ଉଚିତ। ତେବେ ଦର୍ଶକ ବନ୍ଧୁ ମାଣବସା ଗୁରୁବାର ଓଷା ହେଉଛି ଓଡ଼ିଶାରେ ପାଳିତ ଏକ କୃଷିଭିତ୍ତିକ ପର୍ବ। ଏହି ପର୍ବରେ ଗୃହରେ ଧନଧାନ୍ୟ ବୃଦ୍ଧି ନିମନ୍ତେ ପୂଜା ଅର୍ଚ୍ଚନା କରାଯାଏ ଏବଂ ମାର୍ଗଶିର ମାସରେ ଓଡ଼ିଆ ନାରୀମାନେ ଏହି ଓଷା ପାଳନ କରିଥାନ୍ତି। ଏହି ପୂଜା ଅନ୍ୟ ଦେଶ ବା ରାଜ୍ୟ ନିମନ୍ତେ ପ୍ରଚଳିତ ନାହିଁ। ଏହି ପବିତ୍ର ମାଣବସା ଓଷାକୁ ଲକ୍ଷ୍ମୀ ପୂଜା ମଧ୍ୟ କୁହାଯାଏ। ଏହି ଓଷାକୁ ଓଡ଼ିଶାର ସମସ୍ତ ଜାତିର ଲୋକେ ପାଳନ କରିଥାନ୍ତି। ଏହି ସମୟରେ ଧନଧାନ୍ୟ ଓ ବାତ୍ସଲ୍ୟ ଓ ଦୟାକ୍ଷମାର ପ୍ରତିମୂର୍ତ୍ତି ରୂପେ ମା ଲକ୍ଷ୍ମୀଙ୍କୁ ଅର୍ପଣ କରାଯାଇ ଘରର ସ୍ତ୍ରୀ ସମୃଦ୍ଧି, ପରିଷ୍କାର ଓ ପରିଚ୍ଛନ୍ନତା ପ୍ରତି ଦୃଷ୍ଟି ଦିଆଯାଇଥାଏ ଏବଂ ମାର୍ଗଶିର ମାସରେ ପୂଜା ଘରେ ଧାନ ମେଣ୍ଟା ବା ଧାନ ବେଣୀରେ ସଜା ଯାଇଥାଏ ଏବଂ ଧାନ ମେଣ୍ଟାକୁ ଗୁନ୍ଥି ଏହାର ମେଣ୍ଟା ତିଆରି କରି ବେଣୀ ତିଆରି କରାଯାଏ। ସେହିପରି ମାଣବସା ଗୁରୁବାରରେ କିମ୍ବଦନ୍ତୀ ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣରେ ବର୍ଣ୍ଣନାଯାଇଛି। ଏହି ମତେ ଦାସ ଦାସୀ ପରିବେଶିତ ଲକ୍ଷ୍ମୀ ଦିନେ ସ୍ୱାମୀଙ୍କଠାରୁ ମାଣବସା ଗୁରୁବାରର ଅନୁମତି ନେଇ ଦେଶ ଭ୍ରମଣରେ ବ୍ରହ୍ମବର୍ତ୍ତରେ ବଳଦେବକୁ ବିଜେ କଲେ। କିଏ ତାଙ୍କୁ ଖୋଜୁଛି ତାହା ଜାଣିବା ନିମନ୍ତେ ସେ ଘର ଘର ବୁଲିଲେ ଏବଂ ଅନେକ ଧନୀ ବଡ଼ଲୋକ ଓ ସେଦିନ ଗୁରୁବାର କରି ବୁଲି ଯାଇଥିଲେ। ଦେଖିବା ପରେ ଶ୍ରୀମାନେ ଚଣ୍ଡାଳୁଣୀ ଘରେ ପହଞ୍ଚିଲେ ଏବଂ ତାଙ୍କର ଘର ଦ୍ୱାର ପରିଷ୍କାର ରୀତାବସ୍ଥା ଦେଖି ସିଏ ତାଙ୍କ ଦୁହିଁ ପୂଜା ଧୂପ ନୈବେଦ୍ୟ ଆଦି ସଜାଡ଼ି ରଖିଥିଲା ଏବଂ ଲକ୍ଷ୍ମୀ ତାଙ୍କ ଭକ୍ତିରେ ମୁଗ୍ଧ ହୋଇ ସେଠାରେ ହିଁ ରହିଗଲେ। ଏହା ଶୁଣି ବଳରାମ ମଧ୍ୟ କୃପ କଲେ ଏବଂ ସେତେବେଳର ସମାଜରେ ଅଛୁଆଁ ଭାବେ ଗଣାଯାଉଥିଲା। ଚଣ୍ଡାଳୁଣୀର ଘରେ ପାଦ ଦେଇଥିବାରୁ ବଡ଼ଦେବର ଦ୍ୱାର ଲକ୍ଷ୍ମୀଙ୍କ ପାଇଁ ସବୁଦିନ ପାଇଁ ବନ୍ଦ ହୋଇଥିଲା ଏବଂ ଅପମାନିତ କରି ସେ ଘରକୁ କଲେ ଏବଂ ଯିବା ବେଳେ ପଣ କଲେ କି କାଳିଆ ବଳିଆ ବା ଜଗନ୍ନାଥ ବଳଭଦ୍ର ଦୁଇ ଭାଇଙ୍କୁ ଉଚିତ ଶିକ୍ଷା ଦେବେ ଏବଂ ଲକ୍ଷ୍ମୀଙ୍କ ନିର୍ଦ୍ଦେଶରେ ସମୁଦ୍ର ପରେ ଆଉ ଏକ ପ୍ରସାଦ ବନାଇଲା ଯାହାକି କାଳମୟ ଦେବକୁ ସବୁ ଜିନିଷ ଲୁଟିନେଲେ ଏବଂ ତାହାକୁ ଶ୍ରୀହୀନ କରିଦେଲେ। ଲକ୍ଷ୍ମୀ ଏବଂ ଦୁଇ ଭାଇ ଯାକ ଖାଇବାକୁ ନ ପାଇ ଭୋକରେ ଆଉଟ ହୋଇଲେ ଏବଂ ଶେଷରେ ସେହି ପ୍ରସାଦ ସମ୍ମୁଖରେ ପହଞ୍ଚିଲେ। ପ୍ରସାଦ ମାଲିକାଣୀଙ୍କ ଅତିଥୟରେ ମୁଗ୍ଧ ହୋଇ ସେମାନେ ପ୍ରସାଦ ମାଲିକ ବା ମାଲିକାଣୀକୁ ଲୋଡ଼ିଲେ ଆଉ ପରିଚୟ ଦେବା ପରେ ନିଜକୁ ଲଜ୍ଜିତ ମନେକଲେ ଏବଂ ଦୁଇ ଭାଇ ଯାକ ସୁଧ ସୂଚି ହୋଇ ଲୋକଙ୍କ ଦ୍ୱାରକୁ ଯିବାକୁ ବାରଣ ନାହିଁ କି ଅଛୁଆଁ ଭେଦଭାବ ମଧ୍ୟ ରହିବ ନାହିଁ ବୋଲି ପ୍ରତିଶ୍ରୁତି ପାଇବା ପରେ ଲକ୍ଷ୍ମୀ ଶ୍ରୀମନ୍ଦିରକୁ ବାହୁଡ଼ି ଯିବା ପାଇଁ ଅନୁମତି ରହିଲେ ଏବଂ ସେହିପରି ମାର୍ଗଶିର ମାସରେ ପ୍ରଥମ ଧାନ ଅମଳ ଆରମ୍ଭ ହୁଏ। ଚାଷୀ ତାର ଖଳାକୁ ଧାନ କଳା ଆଣିଥାଏ। ଧାନ ଅମଳ କରି ଘରକୁ ଆଣିଲା ବେଳକୁ ତାର ଘରଣୀ ଏଥିରୁ ଧଳା ଧାନର ଶୀଷା କାଚି ବାହାର କରିଥାଏ ଏବଂ ଏହି ଧାନର ଶୀଷାରେ ବେଣା ବା ମେଣ୍ଟା ତିଆରି ପ୍ରସ୍ତୁତ କରାଯାଏ। ଏହାକୁ ଶୁଖାଇ ଅତି ଯତ୍ନ ଓ ଅନ୍ତରରେ ରଖାଯାଏ ଏବଂ ଗୁରୁବାର ଓଷାର ପୂର୍ବ ଦିନରେ ଘରର ଦ୍ୱାର ଅଗଣା ଓ ଚାରିପାଖ ଗୋବର ଓ ମାଟିରେ ଲିପା ପୋଛା କରି ପରିଷ୍କାର କରାଯାଏ ଏବଂ ଅମଳ ପରେ ଧାନକୁ ଅନ୍ନ ଧନର ଦେବୀ ଲକ୍ଷ୍ମୀଙ୍କର ଆଶିଷ ବୋଲି ମନାଯାଏ ଏବଂ ଏହି ଓଷା ପାଳନ କରାଯାଏ ଏବଂ ମାଣବସା ଗୁରୁବାର ଓଷା ପୂର୍ବ ଦିନ ରାତିରେ ଗୃହିଣୀମାନେ ଘରଦ୍ୱାର ପ୍ରବେଶ କରି ଝୋଟି ଦେଇଥାନ୍ତି ଏବଂ ଗୁରୁବାର ଦିନ ପଡ଼ି ଉଠି ନାରୀମାନେ ସ୍ନାନାଦି କାର୍ଯ୍ୟ ସାରି ମା ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା ଆରମ୍ଭ କରିଥାନ୍ତି ଏବଂ ମହିଳାମାନେ ମାଟି ଘରକୁ ଗୋବର ଲଗାଇ ବାଗିଚା କରି ନୂତନ ଚାଉଳରେ ପିଠା ଏବଂ ଝୋଟି ଏବଂ ଲକ୍ଷ୍ମୀଙ୍କ ନାମରେ ଆମ୍ବଟି ଏବଂ ଘରର ପ୍ରତ୍ୟେକ ଦୁଆର ଅଗଣାରେ କାନ୍ଥ ଓ ଚାରିପାଖ ଝୋଟି ଚିତା ମଧ୍ୟ ଦ୍ୱାରା ସଜା ଯାଇଥାଏ ଏବଂ ମାଙ୍କ ଟେଲି ଉପରେ ଆଉ ଏକ ମାଳରେ ଧଳା ଧାନ ଭରି ରଖାଯାଇଥାଏ ଏବଂ ଧଳାଟି ଓ ଘରଟି ମାର ଉପର ପାର୍ଶ୍ୱରେ ଲେପ ଦିଆଯାଇଥାଏ ଯାହାକି ଏକ ମୁହଁର ରୂପ ନେଇଥାଏ ଏବଂ ସେହିପରି ସେଥିରେ କଉଡ଼ିକୁ ଆଖି ଭାବେ ବ୍ୟବହାର କରି ନିଜର ସୃଜନ ଶୈଳୀ ଦ୍ୱାରା ମାଙ୍କ ଏକ ସୁନ୍ଦର ମୁହଁର ରୂପ ଦେଇ ଫଟୋ ଦେଇ ରଖି ତା ଉପରେ ଧାନର ମେଣ୍ଟାକୁ ରଖାଯାଏ ଏବଂ ନାଲି ଛିଟ ଓ ସିନ୍ଦୁର ପାଟକଣାରେ ଓଢ଼ଣି ଦେଇ ମା ଲକ୍ଷ୍ମୀଙ୍କୁ ଏକ ନବବଧୂ ରୂପରେ ସଦୃଶ କରାଯାଏ ଏବଂ ଏହି ଦେଇ
ମା'ଙ୍କୁ କାରିଗର କରି ଘୋଡ଼ାଇ ଆଣନ୍ତି ଏବଂ ସେଥିରେ ଆଖି ନାକ ସୁନ୍ଦର ଭାବେ ଚଢ଼ାଇ ପୂଜା କରିଥାନ୍ତି ଏବଂ ମା ଲକ୍ଷ୍ମୀଙ୍କୁ ଖପୁଲି ବା ଆସ୍ଥାନ ଚାରିପାଖେ 16 ପାଖୁଡ଼ା ବିଶିଷ୍ଟ ଦିବ୍ୟ ପଦ୍ମ ଅଙ୍କନ କରାଯାଇଥାଏ ଏବଂ ଘରର ଚତୁଃପାର୍ଶ୍ୱରେ ମା'ଙ୍କର ଚଣ୍ଡପଦ୍ମର ଚିତ୍ର ମଧ୍ୟ ଅଙ୍କନ କରାଯାଇଥାଏ ଏବଂ କେହି କେହି ଗର୍ଭପତ୍ର ଦୟା ତୁଳସୀ କଳାପାତି ସିନ୍ଦୁର ଫୁଲ ପିତ୍ତଳ ମୂର୍ତ୍ତି ଇତ୍ୟାଦି ମଧ୍ୟ ରଖିଥାନ୍ତି ଏବଂ ଧାନଫୁଲକୁ ମଧ୍ୟ ସେଦିନ ଝୋଟି ଚିତ୍ରରେ ଅଙ୍କନ କରାଯାଇଥାଏ ଏବଂ ମା ଲକ୍ଷ୍ମୀଙ୍କ ସ୍ଥାପନ ପାଇଁ ଠାକୁର ଘରେ ଏକ ସ୍ୱତନ୍ତ୍ର ସ୍ଥାନ ନିରୂପଣ କରାଯାଏ ଏବଂ ପୂଜା ସ୍ଥାନରେ ପିଠଉର ଟୋପି କରି 16 ପାଖୁଡ଼ା ବିଶିଷ୍ଟ ପଦ୍ମଫୁଲ ଅଙ୍କାଯାଏ ଏବଂ ସେହିପରି ପୂଜା ପାଇଁ ପୂର୍ବରୁ ପ୍ରସ୍ତୁତ କରି ରଖାଯାଉଥିବା ଅମଳ ହୋଇଥିବା ଶୁକ୍ଳ ଧାନ ମାଣ ଗୁଆ ଅଉରି ନଡ଼ିଆ ଧୂପ ବରକୋଳି ପତ୍ର ସିନ୍ଦୁର ଓ ଦୀପ ଏବଂ ନୈବେଦ୍ୟ ମାଣ ବସାଇବା ପୂର୍ବରୁ ସେହି ମାଣକୁ ହଳଦୀ ପାଣିରେ ଧୋଇ ଘରରେ ଶୁଖାଯିବ ଏବଂ ପରେ ସିନ୍ଦୁର ଲଗାଯାଏ ଏବଂ ପ୍ରଥମେ ଏକ ଖଟୁଲିରେ କିଛି ନୂଆ ଧାନ ଏବଂ ପାଣିରେ ଧୋଇ ଖରାରେ ଶୁଖାଯିବା ପରେ ସିନ୍ଦୁର ଲଗାଯାଏ ଏବଂ ଖଟୁଲିରେ କିଛି ନୂଆ ଧାନ ରଖାଯାଇଥାଏ ଏବଂ ସିନ୍ଦୁର ଲଗାଯାଏ ମା'ଙ୍କୁ ଗୌରୀଙ୍କୁ ଲକ୍ଷ୍ମୀ ଦେବୀଙ୍କୁ ପ୍ରତୀକ ରୂପେ ବା ଲକ୍ଷ୍ମୀଙ୍କ ସ୍ୱରୂପ ରୂପେ ନୂଆ ଧଳା ଧାନରେ ପୂର୍ଣ୍ଣ କରି ତା ଉପରେ ଗୁଆ ରଖାଯାଏ ଏବଂ ସେହି ମାଣକୁ ଖଟୁଲି ଉପରେ ବସାଇ ତା ଉପରେ ଧାନ ଏବଂ ବେଣୀ ରଖି ନୂତନ ପାଟ ଲୁଗାର ଢାଙ୍କୁଣୀ ଢଙ୍କାଯାଏ ଏବଂ ଲକ୍ଷ୍ମୀଙ୍କୁ ଏକ ନବବଧୂ ବେଶରେ ସଜାଯାଇଥାଏ ଏବଂ ସିନ୍ଦୁର ଚନ୍ଦନ ଆଦି ଲେପ ଦେଇ ସ୍ଥାପନ କରାଯାଏ ଏବଂ ବିଭିନ୍ନ ବିଧି ଅନୁଯାୟୀ ଖଟୁଲି ଉପରେ ମା ଲକ୍ଷ୍ମୀଙ୍କର କାଠରେ ନିର୍ମିତ ପ୍ରତିମା ଯାହାକି ପାନିଆ ଆଇନା କଜଳ ଏବଂ ଖଟୁଲି ପାଖରେ ଆଖୁ ମୂଳା ଏବଂ ଯେକୌଣସି ଫଳ ମଧ୍ୟ ରଖାଯାଇଥାଏ ଏବଂ ସେହିପରି ମନେ ରଖନ୍ତୁ ପୂଜା ରୂପରେ ଧୂପ ଦୀପ ଓ ନୈବେଦ୍ୟ ଆଦି ଅର୍ପଣ କରାଯାଏ ଏବଂ ମା ଲକ୍ଷ୍ମୀଙ୍କ ପାଖରେ ପିଠାପଣା ଓ ଫଳମୂଳ ଯାହାକି ଛେନା ନଡ଼ିଆ ଗୁଡ଼ ଗୋଲମରିଚ ଓ ଅନ୍ୟାନ୍ୟ ଫଳ ମା ଲକ୍ଷ୍ମୀଙ୍କ ପାଖରେ ଲଗାଯାଇଥାଏ ଏବଂ ଏଥିସହିତ ମଣ୍ଡା ପିଠା ତିଆରି କରାଯାଇ ଭୋଗ ଦିଆଯାଇଥାଏ ଏବଂ ବିଭିନ୍ନ ପାଳିରେ ଭିନ୍ନ ଭିନ୍ନ ପିଠାପଣା ପ୍ରସ୍ତୁତ କରି ମା ଲକ୍ଷ୍ମୀଙ୍କ ପାଖରେ ଭୋଗ ଲାଗି କରାଯାଏ ଏବଂ ଲକ୍ଷ୍ମୀଙ୍କୁ ଧୂପ ଦୀପ ନୈବେଦ୍ୟ ସହ ବାଳଭୋଗରେ ଛେନା ଗୁଡ଼ ନଡ଼ିଆ କଦଳୀକୁ ଚକଟି ଭୋଗ ଲଗାଯାଏ ସେହିପରି 3 ଧୂପ ମଧ୍ୟରୁ ଏହାକୁ ବାଳଧୂପ ବୋଲି କୁହାଯାଇଥାଏ ଏବଂ ଏହାପରେ ମଧ୍ୟାହ୍ନ ଧୂପ ପାଇଁ ପ୍ରସ୍ତୁତି ଆରମ୍ଭ ହୁଏ ଏବଂ ମଧ୍ୟାହ୍ନରେ ଶଙ୍କୁଡ଼ି ଧୂପରେ ଲାଗି ହେବା ପାଇଁ କ୍ଷୀରି ବା ତରଣ ଚକୁଳି ପିଠା ତରକାରୀ ଇତ୍ୟାଦି ପ୍ରସ୍ତୁତ କରାଯାଇ ଶ୍ରଦ୍ଧାର ସହ ମା ଲକ୍ଷ୍ମୀଙ୍କ ପାଖରେ ଭୋଗ ଲଗାଯାଏ ଏବଂ ମଧ୍ୟାହ୍ନ ପରେ ମାଙ୍କ ସମ୍ମୁଖରେ ଲକ୍ଷ୍ମୀ ପୁରାଣ ବୋଲାଯାଏ ଏବଂ ଏହି ଭୋଗ ଘରର ପ୍ରତ୍ୟେକ ସଦସ୍ୟ ଖାଇଥାନ୍ତି ଏବଂ ଏହି ଭୋଗକୁ ପରିବାର ଛଡ଼ା ଅନ୍ୟ କାହାକୁ ନ ଦେବାର ନିୟମ ମଧ୍ୟ ରହିଛି ଏବଂ ଗୋଧୂଳି ସମୟରେ ସନ୍ଧ୍ୟା ଧୂପରେ ଆଉ ଥରେ ବାଳଧୂପ ପରି ଭୋଗ ଲଗାଯାଇଥାଏ ଏବଂ ସନ୍ଧ୍ୟା ପୂଜା କରାଯାଇଥାଏ ଏବଂ ସେହିପରି ଦ୍ୱିତୀୟ ଗୁରୁବାରରେ ଚିତଉ ପିଠା ଦହି କାଲୁଆ ଏବଂ ଖେଚୁଡ଼ି ଏବଂ ତୃତୀୟ ପାଳିରେ ଖେଚୁଡ଼ି ଡାଲମା ଏବଂ ଚତୁର୍ଥରେ ମଣ୍ଡା ପିଠା ଭୋଗ ଲାଗି ମା ଲକ୍ଷ୍ମୀଙ୍କ ପାଖରେ ପୂଜାର୍ଚ୍ଚନା କରାଯାଏ ଏବଂ ସେହିପରି ମାର୍ଗଶିର ମାସର ଶେଷ ଗୁରୁବାର ଦିନ ବ୍ରତ ସାରି ଉଜାଯାଏ ଏବଂ ଏହି ଦିନ ପୂର୍ବ ଭଳି ସମସ୍ତ ନୀତିରେ ମାଣ ବସାଇ ମଣ୍ଡା ପିଠା ଓ କ୍ଷୀରି ମାଙ୍କ ପାଖରେ ଅର୍ଚ୍ଚନା କରାଯାଏ ଏବଂ ସଞ୍ଜ ଭୋଗ ପରେ ସେହି ମାଣରେ ଥିବା ଧାନକୁ ଆଉ ଏକ ଜାଗାରେ ଅଜାଡ଼ି ରଖାଯାଏ ଏବଂ ପୂଜାର ଅନ୍ୟ ସମସ୍ତ ସଜକୁ ସହାକରେ ନେଇ ପୋଖରୀ ବା ଜଳାଶୟରେ ବିସର୍ଜନ କରାଯାଏ ଏବଂ ପୂଜାରେ ବ୍ୟବହୃତ ଧାନକୁ କୁଟି ସେହି ଚାଉଳରେ କ୍ଷୀରି ବା ଜାଉ ରାନ୍ଧି କେବଳ ଘର ଲୋକଙ୍କ ମଧ୍ୟରେ ଖିଆଯାଏ ଏବଂ ଏହିପରି ମା ଲକ୍ଷ୍ମୀଙ୍କର ଆବାହନ ଏବଂ କରିବାଠାରୁ ବିସର୍ଜନ କରିବା ପର୍ଯ୍ୟନ୍ତ ସମସ୍ତ ବିଧିବିଧାନକୁ ପାଳନ କରି ଘରର ଉନ୍ନତି କାମନା କରାଯାଏ ଏବଂ ମା ଲକ୍ଷ୍ମୀଙ୍କର ବିଶେଷ କୃପା ଦୃଷ୍ଟି ରହିଥାଏ
ତେବେ ଦର୍ଶକ ବନ୍ଧୁ ମହାଲକ୍ଷ୍ମୀଙ୍କର ଏହି ସବୁ ନିୟମଗୁଡ଼ିକ ନିଶ୍ଚୟ ପାଳନ କରନ୍ତୁ ଏବଂ ପାଳନ କରିବା ଦ୍ୱାରା ମହାଲକ୍ଷ୍ମୀଙ୍କର କୃପା ଦୃଷ୍ଟି ସଦାସର୍ବଦା ଆପଣମାନଙ୍କ ଉପରେ ଲାଗି ରହିବ ଏବଂ ମହାଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଘରେ ଧନ ଧାନ୍ୟରେ ପରିପୂର୍ଣ୍ଣ ହେବ ଏବଂ ମହାଲକ୍ଷ୍ମୀଙ୍କର ଗୃହକୁ ଆଗମନ ହେବ। ତେବେ ଦର୍ଶକ ବନ୍ଧୁ ଆଜିର ଭିଡ଼ିଓଟି ଏଇଠି ରଖୁଛି। ରହୁଛି ନମସ୍କାର। ଜୟ ଜଗନ୍ନାଥ। ଜୟ ମା ଲକ୍ଷ୍ମୀ।